ଯୁକ୍ତ 2 ରେଜଲ୍ଟ କୁ ନେଇ ରାଜ୍ୟରେ ଜାରି ହେଲା ଆଉ ଏକ ବଡ଼ ଅପଡେଟ୍। ଆସନ୍ତାକାଲି ଚଳିତ ବର୍ଷ ସିବିଏସ୍ଇ ର ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଚଳିତ ବର୍ଷର ସିଏଚ୍ଏସ୍ଇ ର ଦ୍ୱାଦଶ ରେଜଲ୍ଟ ମେ 4th ସପ୍ତାହରେ ପ୍ରକାଶ ହେବ ବୋଲି କୁହାଯାଉଛି। ପୁରା ଇନଫର୍ମେସନ ଜାଣିବା ପାଇଁ ଭିଡିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ୱିଦାଉଟ୍ ସ୍କିପ୍ ଦେଖନ୍ତୁ। ଜୟ ଜଗନ୍ନାଥ, ମୁଁ କାହ୍ନୁ ଆପଣମାନଙ୍କୁ ଆଉ ଏକ ନୂଆ ଭିଡିଓରେ ସ୍ୱାଗତ। ସୂଚନା ଅନୁଯାୟୀ କି ଚଳିତ ବର୍ଷର ଦ୍ୱାଦଶର ମୂଲ୍ୟାଙ୍କନ ଏପ୍ରିଲ 22 ଶେଷ ହୋଇଥିବା ବେଳେ ମୂଲ୍ୟାଙ୍କନ ପ୍ରକାଶ ପାଇଁ ସିଏଚ୍ଏସ୍ଇ ଏକ ଆଇଟି ଫର୍ମକୁ ଦାୟିତ୍ୱ ଦେଇଛି। ତେବେ ସିଏଚ୍ଏସ୍ଇ ର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ କି ଚଳିତ ବର୍ଷ ଦ୍ୱାଦଶ ରେଜଲ୍ଟ ପ୍ରକାଶରେ ବିଳମ୍ବ ହେବାର ଦୁଇଟି କାରଣ ରହିଛି। ପ୍ରଥମ କାରଣଟି ହେଲା ଅତ୍ୟଧିକ ଗ୍ରୀଷ୍ମ ପ୍ରଭାବ ଓ ଦ୍ୱିତୀୟ କାରଣଟି ହେଲା ନିର୍ବାଚନ ପ୍ରକ୍ରିୟା ପାଇଁ। ତେବେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ କି ଚଳିତ ବର୍ଷ ଦ୍ୱାଦଶ ରେଜଲ୍ଟ ପ୍ରକାଶରେ ସାମାନ୍ୟ ବିଳମ୍ବ ହୋଇପାରେ। ତଥାପି ସିଏଚ୍ଏସ୍ଇ ଲକ୍ଷ୍ୟ ରଖିଛି କି ମେ ମାସର 4th ସପ୍ତାହରେ ରେଜଲ୍ଟ ପ୍ରକାଶ କରିବା ପାଇଁ। ତେବେ ଚଳିତ ବର୍ଷର ରେଜଲ୍ଟ ଏକା ସାଙ୍ଗରେ ପ୍ରକାଶ ପାଇବ। ସୂଚନା ଅନୁଯାୟୀ କୁହାଯାଉଛି କି କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ଏକା ଦିନରେ ପ୍ରକାଶ ପାଇବ ବୋଲି କୁହାଯାଉଛି। ଏହା ଥିଲା ଚଳିତ ବର୍ଷର ସିଏଚ୍ଏସ୍ଇ ର ଦ୍ୱାଦଶ ରେଜଲ୍ଟ ନେଇ ଇନଫର୍ମେସନ। ଯଦି ଆମ ଭିଡିଓଟି ଭଲ ଲାଗିଥାଏ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ।